ବର୍ତ୍ତମାନର ମୁଖ୍ୟ ଖବର, ହାତୀ ଆକ୍ରମଣରେ ଆଉ ଜଣେ ମୃତ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ନିଧିପୁର ଆଦିବାସୀ ସାହିରେ ଘଟିଯାଇଛି ଏକ ମର୍ମନ୍ତୁଦ ଓ ଅଭାବନୀୟ ଘଟଣା। ମୃତ ଯୁବକଙ୍କ ନାମ ସୁଶାନ୍ତ ପ୍ରଧାନ। ପ୍ରତିଦିନ ଭଳି ସୁଶାନ୍ତ ରାସ୍ତା ପାର୍ଶ୍ୱରେ ଥିବା କାଜୁ ବଗିଚାକୁ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଗୋଟିକିଆ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଅନ୍ୟ ଉପାୟ ନ ପାଇ ସୁଶାନ୍ତ ନିଜେ ଚଳାଉଥିବା ସାଇକେଲଟିକୁ ଫୋପାଡ଼ି ଦୌଡ଼ିବାକୁ ଲାଗିଥିଲେ, କିନ୍ତୁ ଦନ୍ତା ହାତୀ ତାଙ୍କୁ ଧରି ସୁନ୍ଦରରେ ଫୋପାଡ଼ି ଦେଇଥିଲା। ଏହାପରେ ମଧ୍ୟ ହାତୀଟି ଜଗି ରହିଥିଲା। ପୁନର୍ବାର ହାତୀଟି ତାଙ୍କୁ ଗୋଡ଼ରେ ଚାପି ଦଳି ଦେଇଥିଲା। ଘଟଣାସ୍ଥଳରେ ସୁଶାନ୍ତଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ରିପୋର୍ଟ ସଂଗ୍ରହ ବେଳକୁ ସମସ୍ତ ପ୍ରଶାସନିକ ଅଧିକାରୀ ଯଥା ବନ ବିଭାଗ, ସ୍ଥାନୀୟ ତହସିଲଦାର, ସ୍ଥାନୀୟ ପୋଲିସ ଓ ସ୍ଥାନୀୟ ବିଧାୟକ ପହଞ୍ଚି ନଥିବା ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ସାମନ୍ତରାୟ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଉତ୍ତ୍ୟକ୍ତ ଗ୍ରାମବାସୀ ତଥା ଅଞ୍ଚଳବାସୀ ହଜମେନ୍ ରୋଡ୍ ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଥିବା ପ୍ରକାଶ। ସ୍ପେଶାଲ ରିପୋର୍ଟର ପ୍ରସନ୍ନ କୁମାର ବରାଳ, ଓଡ଼ିଶା ନ୍ୟୁଜ୍।